ନାଗର ଦ୍ରାବିଡ଼ ଟେମ୍ପଲ ଆର୍କିଟେକ୍ଚର। ନାଗର ଦ୍ରାବିଡ଼ ଆଉ ବେସାରା ଶୈଳୀ ତିନିଟା ଷ୍ଟାଇଲ୍। ଓଡ଼ିଶାର ଟେମ୍ପଲ ଓଏସ୍ ମେନ୍ସ ପାଇଁ ପଢ଼ିବେ ଓଡ଼ିଆରେ ଓଏସ୍ ମେନ୍ସ। ହେଉଛି ମନ୍ଦିର ବନାଯାଏ ନାଗର ଷ୍ଟାଇଲରେ, ଆଉ ସେଥିପାଇଁ ଓଡ଼ିଶାକୁ କଳିଙ୍ଗ କୁହାଯାଏ। କଳିଙ୍ଗ ନାଗର ଷ୍ଟାଇଲ, ବେସାରା ଷ୍ଟାଇଲ ହେଉଛି କଳିଙ୍ଗ ଷ୍ଟାଇଲ। ନାଗର ଦ୍ରାବିଡ଼ ଆଉ କଳିଙ୍ଗ ତିନି ପ୍ରକାର ଷ୍ଟାଇଲ। ଓଡ଼ିଶାର ନାଗର ଷ୍ଟାଇଲ, ସେଥିପାଇଁ ଓଡ଼ିଶାକୁ କଳିଙ୍ଗ କୁହାଯାଏ। ନାଗର ଷ୍ଟାଇଲ, ବେସାରା, ନାଗର ଷ୍ଟାଇଲ, ଦ୍ରାବିଡ଼ ଷ୍ଟାଇଲ, ବେସା ଷ୍ଟାଇଲ। 1965ରେ ହୋଲାଲ କର୍ଣ୍ଣାଟକର ଅମୃତସରରେ ମନ୍ଦିର ଏକ ଲେଖାରେ ନାଗର, ଦ୍ରାବିଡ଼, ବେସାରା ଏବଂ କଳିଙ୍ଗ ପରି 4ଟି ନାମ ଅଛି। 1935ରେ ହୋଲାଲ କର୍ଣ୍ଣାଟକର ଅମୃତସର ମନ୍ଦିରରେ ନାଗର, ଦ୍ରାବିଡ଼, ବେସାରା, କଳିଙ୍ଗ ପରି 4ଟି ନାମ। ମନ୍ଦିର ନିର୍ମାଣ ପାଇଁ ଅନେକ ଧର୍ମଗ୍ରନ୍ଥ ଲେଖା ହୋଇଥିଲା। ଏହିପରି ଗ୍ରନ୍ଥଗୁଡ଼ିକ ମଧ୍ୟରେ ଭବନା ପ୍ରଦୀପ, ଭୁବନା ପ୍ରବାସ, ଶିଳ୍ପଶାସ୍ତ୍ର, ଶିଳ୍ପସରିଣ, ଶିଳ୍ପପ୍ରକାଶ, ଶିଳ୍ପରତ୍ନ, କୋଶ, ଶିଳ୍ପପୋଥି ଇତ୍ୟାଦି ପ୍ରମୁଖ ଅଟେ। ମନ୍ଦିର ନିର୍ମାଣ ପାଇଁ ଅନେକ ଧର୍ମଗ୍ରନ୍ଥ ଲେଖା ହୋଇଛି। ସାଧାରଣ ଓଡ଼ିଶା ମନ୍ଦିର। ଭୁବନା ପ୍ରଦୀପ ଓଡ଼ିଶା ମନ୍ଦିର ସ୍ଥାପତ୍ୟ ବିଶିଷ୍ଟ ଅଧ୍ୟାୟରେ ପ୍ରାୟ 3 ପ୍ରକାର ମନ୍ଦିର ବିଷୟରେ ଉଲ୍ଲେଖ ଅଛି। ଭୁବନା ପ୍ରଦୀପରେ ରେଖା 36 ପ୍ରକାର, ଭଦ୍ରା କିମ୍ବା ପୀଡ଼ା 5 ପ୍ରକାର। ପାଇଁ ଅନେକ ଗ୍ରନ୍ଥ ଅଛି। ଗ୍ରନ୍ଥ ମଧ୍ୟରେ ଭୁବନା ପ୍ରଦୀପ, ଭୁବନା ପ୍ରବାସ, ଶିଳ୍ପଶାସ୍ତ୍ର, ଶିଳ୍ପସରିଣୀ, ଶିଳ୍ପପ୍ରକାଶ, ଶିଳ୍ପରତ୍ନ, କୋଶ ଓ ଶିଳ୍ପପୋଥି ଇତ୍ୟାଦି ପ୍ରମୁଖ। ଖାକରା ଓଡ଼ିଶାର ହେଉଛି ରେଖା ମନ୍ଦିର, ଭଦ୍ରା ମନ୍ଦିର, ପୀଡ଼ା ଆଉ ଖାକରା 3 ପ୍ରକାର। ରେଖା, ଭଦ୍ରା, ପୀଡ଼ା, ଖାକରା। ସାଧାରଣ ଓଡ଼ିଶାରେ ଉଭୟ ରେଖା ଓ ଭଦ୍ରା ରେଖା ରହିଛନ୍ତି। ଉଭୟ ରେଖା ଭଦ୍ରା ଦେଉଳ ପାଇଁ ପବିତ୍ର ଶିଳା କିମ୍ବା ଗର୍ଭଗୃହ ନାମକ ଶିଖର ରହିଛି। ଗର୍ଭଗୃହ ଯେଉଁଠି ପବିତ୍ର ଶିଳା। ଦର୍ଶକ ହଲ୍ ପାଇଁ ଭଦ୍ରା ଜାଗା ମୋହନା କିମ୍ବା ମୁଖଶାଳା। ଦେଉଳ ପାଇଁ ପବିତ୍ର ଶିଳା କିମ୍ବା ଗର୍ଭଗୃହ ନାମକ ଶିଖର। ଦର୍ଶକ ହଲ୍ ପାଇଁ ଭଦ୍ରା ଜାଗା ମୋହନା କିମ୍ବା ମୁଖଶାଳା। ସାଧାରଣ ଓଡ଼ିଶା ମନ୍ଦିରରେ ଉଭୟ ରେଖା। ରେଖା ଦେଉଳ ସମ୍ମୁଖରେ ଯୋଡ଼ା ଯାଇଥିବା ପୀଡ଼ା ଦେଉଳ ପଛ ପଟଗୁଡ଼ିକର ଏକ ପିରାମିଡ଼ ଛାତ। ହଲ୍ ପାଇଁ ଭଦ୍ରା ଜାଗା ମୋହନ କିମ୍ବା ମୁଖଶାଳା। ଉଭୟ ରେଖା ଓ ଭଦ୍ରା ରେଖା କହନ୍ତି ମନ୍ଦିର। ଦେଉଳ ପାଇଁ ପବିତ୍ର ଶିଳା କିମ୍ବା ଗର୍ଭଗୃହ। ଦେଉଳ ପାଇଁ ପବିତ୍ର ଶିଳା କିମ୍ବା ଗର୍ଭଗୃହ ନାମକ ଶିଖର ଏବଂ ଦର୍ଶକ ହଲ୍ ପାଇଁ ଭଦ୍ରା ବା ଜଗମୋହନ କିମ୍ବା ମୁଖଶାଳା। ମୁଖଶାଳା ଆଗ ହେଉଛି ତାପରେ ଜଗମୋହନ, ତାପରେ ହେଉଛି ଗର୍ଭଗୃହ। ରେଖା ଦେଉଳ ସମ୍ମୁଖରେ ଯୋଡ଼ା ଯାଇଥିବା ପୀଡ଼ା ଦେଉଳ ରେଖା ଦେଉଳ ସମ୍ମୁଖରେ ପଛ ପଟଗୁଡ଼ିକର ଏକ ପିରାମିଡ଼ ଛାତ ଭଳି ଦେଖାଯାଏ। ଛୋଟ ଉଚ୍ଚ ରେଖା ଦେଉଳ ସହିତ ଏକ ସନ୍ତୁଳନକୁ ପ୍ରତିପାଦିତ କରେ। ପୀଡ଼ା ଦେଉଳର ଛୋଟ ଉଚ୍ଚତା ଉଚ୍ଚ ରେଖା ଦେଉଳ ସହିତ ଏକ ସନ୍ତୁଳନକୁ ପ୍ରତିପାଦିତ କରେ। ଏନ୍.କେ. ବୋଷ ଉଲ୍ଲେଖ କରିଛନ୍ତି ଯେ ରେଖା ଏବଂ ଓଡ଼ିଶା ମନ୍ଦିରର ଭଦ୍ରା ଉପାଦାନଗୁଡ଼ିକ ଅକ୍ଷୟ ବ୍ୟବସ୍ଥା ସେହି ପବିତ୍ର ସ୍ଥାନରେ ଆରମ୍ଭ ହୋଇଥିଲା, ଯେଉଁଥିରେ ବାରଣ୍ଡା ଠାରେ ଯୋଗ କରୁଥିଲା। ଅକ୍ଷୟ ରେଖା ସହିତ ନାଟମଣ୍ଡପ ଓ ଭୋଗମଣ୍ଡପ ପରେ ଯୋଡ଼ା ହୋଇଯାଇଥିଲା। ନାଟମଣ୍ଡପ ଏବଂ ଭୋଗମଣ୍ଡପ। ଓଡ଼ିଶା ମନ୍ଦିର ସାଧାରଣତଃ ବର୍ଗାକାର ପବିତ୍ର ବକ୍ରରେଖା ଦ୍ୱାରା ଗଠିତ। ମନ୍ଦିରଟା ହେଉଛି ବର୍ଗାକାର। ସମାନ ଅକ୍ଷୟ ରେଖା ସହିତ ନାଟମଣ୍ଡପ ଏବଂ ଭୋଗମଣ୍ଡପରେ ଯୋଡ଼ା ଯାଇଥିଲା। ନାଟମଣ୍ଡପ, ଭୋଗମଣ୍ଡପ। ପୀଡ଼ା ମନ୍ଦିର ହେଉଛି ମହେନ୍ଦ୍ର ଶିଖର ଏବଂ କୋରାପୁଟର 2ଟି ଆଲପ୍ରାଥାଲ ବୃତ୍ତାକାର ଏବଂ ଖୋଲା ଯୋଗିନୀ ମନ୍ଦିର। ରାଣୀପୁର, ଝରିଆଳ ଏବଂ ହୀରାପୁର। ପୀଡ଼ା ମନ୍ଦିର ଅଛି ମହେନ୍ଦ୍ର ଶିଖରରେ ଏବଂ କୋରାପୁଟରେ 2ଟି ହାଇପ୍ରାଥାଲ ମାନେ ବୃତ୍ତାକାର ବା ଖୋଲା ଯୋଗିନୀ ମନ୍ଦିର। ରାଣୀପୁର, ଝରିଆଳ ଏବଂ ହୀରାପୁର ପୀଡ଼ା ମନ୍ଦିର। କମ୍ପୋନେଣ୍ଟ ଶବ୍ଦ ଓଡ଼ିଶା ଟେମ୍ପଲ ହେଉଛି 4 ଭାଗରେ ବିଭକ୍ତ। ପିଷ୍ଟ, ପ୍ଲାଟଫର୍ମ ଅଫ ବେଦିକା, ବାଡ଼ ଭର୍ଟିକାଲ ୱାଲ୍ ସିଧା ଉପରକୁ ପ୍ଲାଟଫର୍ମ, ବେଦିକା
ଗଣ୍ଡି ଗଣ୍ଡି ଦ ଟ୍ରଙ୍କ। ଭର୍ଟିକାଲ ୱାଲ୍ ବାଡ଼, ତାପରେ ଦ ଟ୍ରଙ୍କ ଗଣ୍ଡି। ପିଷ୍ଟ ହେଉଛି ପ୍ଲାଟଫର୍ମ ଅଫ୍ ବେଦିକା, ବାଡ଼ ହେଉଛି ଦ ଭର୍ଟିକାଲ ୱାଲ୍, ଗଣ୍ଡି ଦ ଟ୍ରଙ୍କ। ମସ୍ତକ ମସ୍ତକ ହେଉଛି ହେଡ୍ ଅର କ୍ରାଉନ୍। ହେଡ୍ ଆଣ୍ଡ କ୍ରାଉନ୍ ମସ୍ତକ, ଗଣ୍ଡି ଟ୍ରଙ୍କ, ବାଡ଼ ଭର୍ଟିକାଲ ୱାଲ୍, ପିଷ୍ଟ ହେଉଛି ପ୍ଲାଟଫର୍ମ ଅର ବେଦିକା। ପିଷ୍ଟ ଓଡ଼ିଶାର ମନ୍ଦିରରେ ଅନୁପସ୍ଥିତ, ବାଡ଼ ତିନୋଟି ଅଂଶକୁ ନେଇ ଗଠିତ। ପିଷ୍ଟ ମନ୍ଦିରର ତଳ ଅଂଶ ହେଉଛି ଜଙ୍ଘ, ମଝି ଅଂଶ ଜଙ୍ଘ। ବରଣ୍ଡା ହେଉଛି ବାଡ଼ର ଉପର ଅଂଶ, ବାରଣ୍ଡା। ମନ୍ଦିରର ତଳ ଅଂଶ ଖୁରୁ, କୁମ୍ଭ, ପଟ, କଣି, ବସନ୍ତ। ମନ୍ଦିରର ତଳ ଅଂଶ କ'ଣ? କୁମ୍ଭ, ପଟ, କଣି, ପାଉକା ମନ୍ଦିର। ଜଙ୍ଘ, ମଝି ଅଂଶ ବରଣ୍ଡା ବାଡ଼ର। ଜଙ୍ଘକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି, ତଳ ଜଙ୍ଘ, ଉପର ଜଙ୍ଘ। ତଳ ଜଙ୍ଘ ଉପର ଜଙ୍ଘକୁ ବନ୍ଧନ ଦ୍ୱାରା ମିଶା ଯାଇଥାଏ। ମୁଖ୍ୟ ମନ୍ଦିର ଏବଂ ପଡ଼ା ମନ୍ଦିର ବାଡ଼ ପର୍ଯ୍ୟନ୍ତ ସମାନତା ଅଛି। ପାର୍ଥକ୍ୟ ଗଣ୍ଡିରୁ ଆରମ୍ଭ ହୋଇଥାଏ। ମୁଖ୍ୟ ମନ୍ଦିର ରେଖା ଦେଉଳଟା ବର୍କ ଓ ପୀଡ଼ା ଦେଉଳଟି ପିରାମିଡ଼ ସାଦରେ ଆଚ୍ଛାଦିତ।